କ'ଣ ଭେଙ୍କଟେଶ ଆୟାର 23 କୋଟି ପାଇଁ ଯଥାର୍ଥ? ରୋହିତ କୋହଲି ଧୋନିଙ୍କ ଠାରୁ ମହାନ ଖେଳାଳି କି? ଯଦି ମହାନ ଖେଳାଳି ନୁହେଁ କାହିଁକି ଏତେ ଦାମରେ ବିକ୍ରି ହେଲେ? କ'ଣ ରହିଛି ଭେଙ୍କଟେଶ ଆୟାରଙ୍କ ପଛରେ ଉଦ୍ଦେଶ୍ୟ? କ'ଣ ରହିଛି କାରଣ? ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ IPL 2025 ପାଇଁ ଦୁବାଇରେ ଏକ ମିନି ଆକ୍ସନ ଅନୁଷ୍ଠିତ ହୋଇଥିଲା। ଏହି ମିନି ଆକ୍ସନରେ ଦେଶ ବିଦେଶର ଶହ ଶହ ଖେଳାଳି ଭାଗ ନେଇଥିଲେ। ଏହାରି ମଧ୍ୟରୁ ଭାରତର ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଥିଲା। ଭାରତର ଟପ୍ 3 ବ୍ୟାଟରମାନଙ୍କ ଉପରେ ଟଙ୍କା ବର୍ଷା ହୋଇଥିଲା। ରିଷଭ ପନ୍ତ ଉପରେ 27 କୋଟି, ଶ୍ରେୟାସ ଆୟାର ଉପରେ 26.75 କୋଟି ଏବଂ ଶେଷରେ ଭେଙ୍କଟେଶ ଆୟାରକୁ 23 କୋଟି 75 ଲକ୍ଷରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ। ଅନ୍ୟପଟରେ ଦେଖିବାକୁ ଗଲେ ବିରାଟ କୋହଲିଙ୍କୁ 21 କୋଟିରେ RCB ଦଳ କିଣିଛି। ରୋହିତ ଶର୍ମାଙ୍କୁ 16 କୋଟିରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି ଏବଂ CSK ଦଳ ମହେନ୍ଦ୍ର ସିଂ ଧୋନିଙ୍କୁ 18 କୋଟିରେ କିଣିଛି। ଏମାନଙ୍କ ଠାରୁ କି ଭଲ ବ୍ୟାଟର ଭେଙ୍କଟେଶ ଆୟାର? ତ ଫ୍ରେଣ୍ଡ ଆପଣମାନେ କମେଣ୍ଟରେ ଲେଖନ୍ତୁ ଭେଙ୍କଟେଶ ଆୟାରକୁ ନେଇଛନ୍ତି କୋଲକାତା ଦଳ ଭଲ କରିଛି ନା ଭୁଲ କରିଛି ତାହା କମେଣ୍ଟରେ ନିଶ୍ଚୟ ଲେଖନ୍ତୁ।